ପିଲାମାନେ, ରାସବିହାରୀ ବୋଷ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଇଂରେଜଙ୍କ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିଥିଲେ। ଆଜି ତାଙ୍କର ଜନ୍ମଦିନରେ ଆସ ଜାଣିବା ତାଙ୍କରି ବିଷୟରେ। କହିଛନ୍ତି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ। ପିଲାମାନେ, ଆମ ଦେଶ ପରାଧୀନ ଥିବା ବେଳର କଥା। ସେହି ସମୟରେ ଭାରତର ଅନେକ ସଂଗ୍ରାମୀ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। କେତେକ ବିପ୍ଳବୀ ଯୁବକ ଆଗେଇ ଆସି ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେଇଥିଲେ। ଭାରତ ବାହାରେ ରହି ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାକୁ ଅହରହ ସଂଗ୍ରାମ କରିଥିଲେ। ସେମିତି ଜଣେ ବିପ୍ଳବୀ ହେଲେ ରାସବିହାରୀ ବୋଷ। ତାଙ୍କର ରାଜନୈତିକ ଜୀବନ ଚନ୍ଦନନଗର ତଥା କଲିକତା ଠାରୁ ଆରମ୍ଭ ହୋଇଥିଲା। ସେ ଡେରାଡୁନ ଆଉ ପଞ୍ଜାବରେ ରହି ସ୍ଥାନୀୟ ଲୋକମାନଙ୍କର ବିଶ୍ୱାସକୁ ଜୟ କରିଥିଲେ, ଆଉ ସେହିମାନଙ୍କ ସହିତ କାମ ମଧ୍ୟ କରିଥିଲେ। ରାସବିହାରୀ 1886 ମସିହା ମେ ମାସ 25 ତାରିଖରେ ହୁଗୁଳିରେ ଥିବା ପାଲଡ଼ା ବିଘଟି ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିନୋଦ ବିହାରୀ ବୋଷ ଓ ମାଆଙ୍କ ନାମ ଭୁବନେଶ୍ୱରୀ ଦେବୀ। ପିଲାଟି ଦିନରୁ ସେ ତାଙ୍କର ମାଆଙ୍କୁ ହରାଇଥିଲେ। ତେଣୁ ଶିଶୁ ରାସବିହାରୀଙ୍କର ଲାଳନ ପାଳନ ଦାୟିତ୍ୱ ତାଙ୍କ ମାଇଁ ବାମା ସୁନ୍ଦରୀଙ୍କ ଉପରେ ପଡ଼ିଥିଲା। ରାସବିହାରୀ 5 ବର୍ଷର ହେଲାବେଳେ ତାଙ୍କ ବାପା ଦ୍ୱିତୀୟ ବିବାହ କଲେ। ଫଳରେ ତାଙ୍କର ପରିବାର ଚନ୍ଦନନଗର ଚାଲିଯାଇଥିଲେ। ହଁରେ ପିଲେ, ରାସବିହାରୀଙ୍କର ପ୍ରାଥମିକ ଶିକ୍ଷା ଜେଜେବାପା କାଳୀଚରଣଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ତାଙ୍କର ଉଚ୍ଚଶିକ୍ଷା ଚନ୍ଦନନଗରର ଡୁପ୍ଲେ କଲେଜରେ ହୋଇଥିଲା। ସେ ସମୟରେ ଚନ୍ଦନନଗର ଫରାସୀ ଶାସନ ଅଧୀନ ଥିଲା। ତେଣୁ ଯୁବକ ରାସବିହାରୀ ଫରାସୀ ସଂସ୍କୃତିରେ ନିଜକୁ ଗଢ଼ି ତୋଳିଥିଲେ। ଫରାସୀ ବିପ୍ଳବର ପ୍ରଭାବ ଯୁବକ ରାସବିହାରୀଙ୍କ ଉପରେ ପଡ଼ିଥିଲା। ସ୍କୁଲରେ ପାଠ ପଢ଼ିଲା ବେଳେ ସେ ଯୁବ ବିପ୍ଳବୀ ଶିରିଷ ଚନ୍ଦ୍ର ଘୋଷଙ୍କ ସଂସ୍ପର୍ଶରେ ଆସିଥିଲେ। ଦୁହିଁଙ୍କ ଭିତରେ ଖୁବ୍ ଭଲ ବନ୍ଧୁତା ହୋଇଥିଲା। ଥରେ ରାସବିହାରୀ କଲିକତା ଯାଇଥିଲେ। ସେ ସେଠାରେ ଜାଣିବାକୁ ପାଇଲେ ଯେ ସେନାବାହିନୀରେ ଭର୍ତ୍ତି ହେବା ପାଇଁ ବଙ୍ଗାଳୀମାନଙ୍କୁ କଟକଣା କରାଯାଇଛି। ସେ ଛଦ୍ମ ନାମରେ ସେନାବାହିନୀରେ ଭର୍ତ୍ତି ହେବାକୁ ଉଦ୍ୟମ କଲେ, ମାତ୍ର ଶୀଘ୍ର ଧରା ପଡ଼ିଗଲେ। ପୋଲିସ ଠାରୁ ବହୁତ ମାଡ଼ ଖାଇଲେ, ଆଉ କିଛି ସମୟ ପାଇଁ ତାଙ୍କୁ ନଜରବନ୍ଦୀ କରି ରଖିଥିଲେ। ଶେଷରେ ତାଙ୍କର ବାପା ତାଙ୍କୁ ଚନ୍ଦନନଗର ପଠାଇଦେଲେ। ତୁମେ ଜାଣିଛ ନା ପିଲେ, ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କର ଲିଖିତ ପ୍ରସିଦ୍ଧ ପୁସ୍ତକ ଆନନ୍ଦମଠ ପାଇ ସେ ପଢ଼ିଲେ ଓ ଜାତୀୟ ପ୍ରେମରେ ନିଜକୁ ଉଦ୍ବୁଦ୍ଧ କଲେ। ପ୍ରସିଦ୍ଧ ବଙ୍ଗୀୟ କବି ନବୀନ ସେନଙ୍କ ଲିଖିତ ଦେଶପ୍ରେମମୂଳକ କବିତା ପୁସ୍ତକ ପଲାଶୀର ଯୁଦ୍ଧ ପାଠ କଲେ। ମହାନ ରାଷ୍ଟ୍ରବାଦୀ ନେତା ସୁରେନ୍ଦ୍ରନାଥ ବାନାର୍ଜୀଙ୍କର ଭାଷଣ ମଧ୍ୟ ପଢ଼ିଲେ। ଫଳରେ ଜଣେ ବିପ୍ଳବୀ ଭାବରେ ନିଜକୁ ଗଢ଼ି ତୋଳିଲେ। ଚନ୍ଦନନଗରରେ ଥିବା ଅଧ୍ୟାପକ ଚାରୁଚନ୍ଦ୍ର ମଧ୍ୟ ତାଙ୍କୁ ଏଥିପାଇଁ ବହୁତ ପ୍ରେରଣା ଦେଇଥିଲେ। ଏପରିକି ସ୍ୱାମୀ ବିବେକାନନ୍ଦଙ୍କର ଭାଷଣ ମଧ୍ୟ ରାସବିହାରୀଙ୍କୁ ଜଣେ ଜାତୀୟବାଦୀ ନେତା କରି ଗଢ଼ି ତୋଳିବାରେ ସହାୟକ ହେଲା। ଉଚ୍ଚଶିକ୍ଷା ଲାଭ କଲା ପରେ ସେ ଚାକିରି କଲେ, ହେଲେ ଦେଶଭକ୍ତି ଆଗରେ ଚାକିରି ତାଙ୍କୁ ଆତ୍ମସନ୍ତୋଷ ଦେଇପାରିଲା ନାହିଁ। ଜଣେ ସରକାରୀ କର୍ମଚାରୀ ହୋଇ ସେ ଦେଶଭକ୍ତି ଓ ବିଦ୍ରୋହ ଭାବନାରେ ସର୍ବଦା ଉବୁଟୁବୁ ହେଉଥିଲେ। ସେତେବେଳକୁ ସ୍ୱାଧୀନତା ଆନ୍ଦୋଳନ ଆମ ଦେଶରେ ଖୁବ୍ ଜୋରରେ ଚାଲିଥାଏ। 1908 ମସିହା ଅଗଷ୍ଟ ମାସ 11 ତାରିଖରେ ମହାନ ବିପ୍ଳବୀ ଖୁଦିରାମ ବୋଷଙ୍କୁ ଫାଶୀ ଦିଆଗଲା। ଏହି ଘଟଣା ରାସବିହାରୀଙ୍କ ଉପରେ ଖୁବ୍ ପ୍ରଭାବ ପକାଇଥିଲା। ସେ ବିଖ୍ୟାତ ବିପ୍ଳବୀ ନେତା ଯତୀନ ବାନାର୍ଜୀଙ୍କ ତତ୍ତ୍ୱାବଧାନରେ ବିପ୍ଳବାତ୍ମକ କାର୍ଯ୍ୟ ଆରମ୍ଭ କରିଦେଲେ। ବନାରସରେ ନିଜର ମୁଖ୍ୟ କାର୍ଯ୍ୟାଳୟ ଖୋଲି ଭାରତରେ ଇଂରେଜ ସରକାରଙ୍କ ବିରୋଧରେ ଯୋଜନା ପ୍ରସ୍ତୁତ କରିବାରେ ଲାଗି ପଡ଼ିଲେ। 1912 ମସିହା ଡିସେମ୍ବର ମାସ 23 ତାରିଖରେ ଦିଲ୍ଲୀର ଚାନ୍ଦିନୀ ଚୌକରେ ଲର୍ଡ ହାର୍ଡିଙ୍କର ଶୋଭାଯାତ୍ରା ଉପରେ ବୋମା ପକାଇବା ଘଟଣାରେ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ହେଲା। ହେଲେ ସେ ନିଜର ବେଶ ବଦଳାଇବାରେ ଖୁବ୍ ପାରଙ୍ଗମ ଥିଲେ। ସେ କେତେବେଳେ ପଞ୍ଜାବୀ ତ ଆଉ କେତେବେଳେ ଗୁଜୁରାଟୀ ବା ମରାଠୀ ବୃଦ୍ଧ ବ୍ୟକ୍ତିଙ୍କ ଭଳି ବେଶ ଧରୁଥିଲେ। ତେଣୁ ପୋଲିସ ତାଙ୍କୁ ଧରିପାରୁନଥିଲା। 1915 ମସିହା ମେ ମାସ 12 ତାରିଖରେ ରାସବିହାରୀ ରବୀନ୍ଦ୍ରନାଥ ଠାକୁରଙ୍କର ସମ୍ପର୍କୀୟ ରାଜା PNT ଠାକୁରଙ୍କ ରୂପରେ ଜାପାନ ଚାଲିଗଲେ। 1942 ମସିହା ସେପ୍ଟେମ୍ବର ମାସ 1 ତାରିଖରେ ସେ ଆଜାଦ ହିନ୍ଦ ଫୌଜ ଗଠନ କଲେ, ଆଉ ତାର ଅଧ୍ୟକ୍ଷ ହେଲେ। ଏହାପରେ ରାସବିହାରୀ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେବା ପାଇଁ ସୁଭାଷ ବୋଷଙ୍କୁ ଜାପାନ ଆସିବାକୁ ଅନୁରୋଧ କଲେ। ସୁଭାଷ ବୋଷଙ୍କୁ ପାଖରେ ପାଇ ରାସବିହାରୀ ଖୁବ୍ ଉତ୍ସାହିତ ହୋଇଥିଲେ। ଏତିକିବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥାଏ। ଏହି ଯୁଦ୍ଧ ଶେଷ ହେବା ପୂର୍ବରୁ 1945 ମସିହା ଜାନୁଆରୀ 21 ତାରିଖରେ ଏହି ମହାନ ବିପ୍ଳବୀ ନେତା ଜଣକ
ଶୋଇଥିଲା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହଁ ରେ ପିଲେ, ଏହି ମହାନ ଦେଶପ୍ରେମୀ ବିପ୍ଳବୀ ନେତା ଜଣକ ଜୀବନ ସାରା ଆମ ମାତୃଭୂମିର ମୁକ୍ତି ପାଇଁ ସଂଗ୍ରାମ କରି ଶେଷରେ ବିଦେଶ ମାଟିରେ ଚିରଦିନକୁ ହଜି ଯାଇଥିଲେ। ଏହିଭଳି ଜଣେ ମହାନ ଦେଶପ୍ରେମୀକୁ ଆମ ଦେଶ ସବୁଦିନକୁ ମନେ ରଖିଥିବ। ଜାଣିଲ ପିଲେ, ସ୍ୱାଧୀନତା ସଂଗ୍ରାମୀ ରାସବିହାରୀ ବୋଷଙ୍କ ସମ୍ପର୍କରେ କହିଥିଲେ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ। ହଉ ପିଲେ, ଆସ ଆରମ୍ଭ କରିବା ସଙ୍ଗୀତ ପସରାର କାର୍ଯ୍ୟକ୍ରମ। ସଙ୍ଗୀତ ଓ ବାଦ୍ୟଯନ୍ତ୍ରର ମୂର୍ଚ୍ଛନାରେ କାର୍ଯ୍ୟକ୍ରମକୁ ଆଗେଇ ନେବେ ଆମର କିଶୋର ସାଥୀମାନେ। ଆଉ ଜମାରୁ ଡେରି କରିବାନି, ଶୁଣିବା ଭଜନଟିଏ। ସତରେ ପିଲେ, ଠାକୁର ବିପଦ ଆପଦରେ ଆମ ଡାକ ଶୁଣିଥାନ୍ତି। ସାଇକ୍ରିଷ୍ଣ ସାହୁ ଭକ୍ତି ମାଧ୍ୟମରେ ଗୁହାରି କରିଛନ୍ତି ତାଙ୍କ ଦୁଃଖ ଦୂର କରିବା ପାଇଁ ତାଙ୍କ ଭଙ୍ଗା କୁଡ଼ିଆରେ ଠାକୁରଙ୍କୁ ପାଦ ପକାଇବାକୁ। ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଲେଖାରୁ ସାଇକ୍ରିଷ୍ଣ ସାହୁଙ୍କ କଣ୍ଠରେ ଭଜନଟିଏ। ସତିୟବା କାଳିଆକୁ ଡାକ ମୋର ଶୁଭିବ, ସତିୟବା କାଳିଆକୁ ଡାକ ମୋର ଶୁଭିବ। ବଡ଼ ଦେଉଳରୁ ଆସି ଦୁଃଖ ମୋର ବୁଝିବ, ବଡ଼ ଦେଉଳରୁ ଆସି ଦୁଃଖ ମୋର ବୁଝିବ। ସତିୟବା କାଳିଆକୁ ଡାକ ମୋର ଶୁଭିବ, ସତିୟବା କାଳିଆକୁ ଡାକ ମୋର ଶୁଭିବ। ସୁକୋମଳ ତନୁ ଚାଲିକି ସେ ପାରିବ, ପାଟ ବସନରେ ତାର ଧୂଳିକି ଲାଗିବ। କେଡ଼େ ସୁକୋମଳ ତନୁ ଚାଲିକି ସେ ପାରିବ, ପାଟ ବସନରେ ତାର ଧୂଳିକି ଲାଗିବ। ଭଙ୍ଗା କୁଡ଼ିଆରେ ମୋର ପାଦ କିତ ପଡ଼ିବ, ଭଙ୍ଗା କୁଡ଼ିଆରେ ମୋର ପାଦ କିତ ପଡ଼ିବ। ବଡ଼ ଦେଉଳରୁ ଆସି ଦୁଃଖ ମୋର ବୁଝିବ, ବଡ଼ ଦେଉଳରୁ ଆସି ଦୁଃଖ ମୋର ବୁଝିବ। ସତିୟବା କାଳିଆକୁ ଡାକ ମୋର ଶୁଭିବ, ସତିୟବା କାଳିଆକୁ ଡାକ ମୋର ଶୁଭିବ। ଆସନ ଦେଇ ତାକୁ ବସାଇବେ ପାଖରେ, ଦବାକୁ ତ ନାହିଁ କିଛି ଆସିବ କି ଆଶାରେ। କି ଆସନ ଦେଇ ତାକୁ ବସାଇବେ ପାଖରେ, ଦବାକୁ ତ ନାହିଁ କିଛି ଆସିବ କି ଆଶାରେ। ମିଛେ କାନ୍ଦି କାନ୍ଦି ମୋର
सुखिब मिछे कांदी कांदी मोर आखि लुह सुखिब बड़ देउलरू आसी दुख मोर बुझिब बड़ देउलरू आसी दुख मोर बुझिब सत्यबा कालियाकू डाक मोर सुभिब सत्यबा कालियाकू डाक मोर सुभिब बड़ देउलरू आसी दुख मोर बुझिब बड़ देउलरू आसी दुख मोर बुझिब सत्यबा कालियाकू डाक मोर सुभिब सत्यबा कालियाकू डाक मोर सुभिब। पिलाई आमे ओडिया आमर प्रिय खाद्य हैला पिठा। आम ओडिया घरे विभिन्न प्रकार पिठा तैयारी करा जाए मंडा आरिसा पोड़पिठा ता भितरे काकरा पिठा अन्यतम नड़िया और छेनापुर देई काकरा पिठा तैयारी करा जाए खाइबाकू खूब स्वादिया। शुणिबा पिलाई पल्ली गीतटिए गाइछन्ति श्रुतकीर्ति पट्टनायक गीतटिकू लिखिछन्ति क्षीरोद चंद्र पोथाळ। पिठा काकरा पिठा इमिति पिठा आउ तो नहीं पिठा तो पिठा काकरा पिठा इमिति पिठा आउ तो नहीं बहुडा कटी इमिति मिठा बहुडा कटी इमिति मिठा पाटिरु मोर छाड़ई नहीं पिठा तो पिठा काकरा पिठा इमिति पिठा आउ तो नहीं। बथा तो बथा मरम बथा इमिति बथा हुए ना सही बथा तो बथा मरम बथा इमिति बथा हुए ना सही बहुर पदे कण कथा बहुर पदे कण कथा सकल बथा दिए भूले पिठा तो पिठा काकरा पिठा इमिति पिठा आउ तो नहीं। कथा तो कथा मनर कथा काहारी आगे हुए ना कही कथा तो कथा मनर कथा काहारी आगे हुए ना कही मनर जेते अकुहा कथा मनर जेते अकुहा कथा बहुत एका जानी पारई पिठा तो पिठा काकरा पिठा इमिति
ତ ଶୁଣିଲ ପିଲେ, ଏବେ ଏକକ ଭାବରେ ତବଲା ବାଦନ। ବୈଭବ ସ୍ୱାଇଁ ଆମକୁ ଆଜି ପ୍ରଥମେ ତବଲାରେ ରୂପକ ତାଳ ବଜେଇକି ଶୁଣେଇବେ। ଆସ ଶୁଣିବା। ପିଲେ, ଭକ୍ତଟିଏ ଯେତେବେଳେ ଜୀବନରେ ନିରାଶ ହେଇ ପଡ଼େ, ସେ ଠାକୁରଙ୍କଠାରେ ଅଭିମାନ କରି ବସେ। ତା ମନର ଦୁଃଖ ଠାକୁରଙ୍କ ପାଖରେ ଜଣାଏ। ଆସ ଶୁଣିବା ଭକ୍ତି ଗୀତଟିଏ ଗାଇଛନ୍ତି ଶ୍ରୁତକୀର୍ତ୍ତି ପଟ୍ଟନାୟକ ଏବଂ ଗୀତଟିକୁ ଲେଖିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ। ଅଷ୍ଟଇ ସୂର୍ଯ୍ୟ ଖାଇ କ୍ଷୀରି ପୁରୀ ଖଣ୍ଡ ସାକର କାହା ପାଖେ ନାହିଁ ଖୁଦ କଣିକାଇ ଉଡ଼ି ଯାଇଛି ତା ଚାଳ ଛପର କି ଡାକି ପାଇନା ତୁମକୁ ବଳି କାହା ପାଶି ହୁଅ ହାଜର
ଆମେ ଭାରତୀୟମାନେ କୌଣସି ବିଭେଦ ନ ରଖି ସମସ୍ତଙ୍କୁ କୋଳି ନେଉ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଭାବରେ ଦେଖିଥାଉ। ଦେଶବନ୍ଦନାଟିଏ ଗାଇଛନ୍ତି ସାଇକୃଷ୍ଣ ସାହୁ, ଗୀତ ରଚନା କ୍ଷୀରୋଦ ଚନ୍ଦ୍ର ପୋଥାଳ। भोले धरिछि कोळे स्नेह भोले धरिछि कोळे गोटिए सुता सुता माँ गोटिए देखिछ कि केड़े कोमलता चिता माँ गोटिए देखिछ कि केड़े कोमलता चिता। ममता भरा हृदय तार गढ़ी शांति सुधा पार ममता भरा हृदय तार गढ़ी शांति सुधा पार संतान लागी आशीष धार संतान लागी आशीष धार ढालुछि अविरता माँ गोटिए देखिछ कि केड़े कोमलता चिता माँ गोटिए देखिछ कि केड़े कोमलता चिता। विचार बड़ किसान सभी तार कोले समान नाही विचार बड़ किसान सभी तार कोले समान मंगलमयी करुणामयी मंगलमयी करुणामयी नाम जार भारत माँ गोटिए देखिछ कि केड़े कोमलता चिता माँ गोटिए देखिछ कि केड़े कोमलता चिता स्नेह भोले धरिछि कोळे स्नेह भोले धरिछि कोळे गोटिए सुता सुता माँ गोटिए देखिछ कि केड़े कोमलता चिता माँ गोटिए देखिछ कि केड़े कोमलता चिता माँ गोटिए देखिछ कि केड़े कोमलता चिता। पिलाए संगीत पसरारू मनोरंजन खोराक सबु सरिबाकु बसिलाणी। एई संगीत पसरार शेष अर्घ्य तबलारे दादरा धुन बजेई शुणेइबे वैभव स्वाई। चाल शुणिबा।
ଏଇଠି ଶେଷ ହେଲା ଆଜିର ସଙ୍ଗୀତ ପସରା କାର୍ଯ୍ୟକ୍ରମ। ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ଶନିବାର ଅପରାହ୍ନ ଠିକ୍ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା।